ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସେଡିରେ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେ +3 ଫାର୍ଷ୍ଟ ସେମିଷ୍ଟାରର ସେ ଇଭିଏସ୍ ଏନଭାରମେଣ୍ଟାଲ ଷ୍ଟଡି ଯେଉଁଟାକି AECC1, ଯେଉଁଟାକି ଫାର୍ଷ୍ଟ ସେମିଷ୍ଟାରର ଯେଉଁଟାକି କମ୍ପଲସରି ସମସ୍ତଙ୍କର ଏକ୍ଜାମ୍ ହେବ ଆର୍ଟ୍ସ କମର୍ସ ସାଇନ୍ସ। ଓକେ, ସେ ଯେଉଁ ଲାଷ୍ଟ ଯେଉଁ ଭିଡ଼ିଓଟାରେ ମୁଁ 3 ମାର୍କ ଆଲୋଚନା କରିଥିଲି, ସେ 19 ମାର୍କର ଆଉ କିଛି ପଏଣ୍ଟ ରହିଯାଇଥିଲା। ଏଇଠି ଦେଖିଦିଅନ୍ତୁ। ଭୌତିକ ପ୍ରଦୂଷକ, ତାପମାତ୍ରାରେ ବୃଦ୍ଧି ଓ ହ୍ରାସ, ବିଭିନ୍ନ ଅଜୈବିକ ପଦାର୍ଥ, ତେଜସ୍କ୍ରିୟ ବସ୍ତୁ ଇତ୍ୟାଦି ଭୌତିକ ପ୍ରଦୂଷକ ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। କଳକାରଖାନାରୁ ନିର୍ଗତ ଦ୍ରବ୍ୟ, କଳକାରଖାନାରୁ ନିର୍ଗତ ତରଳ ଅପଦାର୍ଥ ଜଳ ପ୍ରଦୂଷଣର ଉତ୍ସ ଅଟେ। କଳକାରଖାନାରୁ ନିର୍ଗତ ପଦାର୍ଥଗୁଡ଼ିକ ବହୁ ଜୈବିକ ଓ ଅଜୈବିକ ପଦାର୍ଥର ମିଶ୍ରଣ ଅଟେ। ଏହି ଅପଜାତ ଦ୍ରବ୍ୟଗୁଡ଼ିକ କଳକାରଖାନାରୁ ବାହାରି ସିଧାସଳଖ ଜଳାଶୟରେ ମିଶି ଏହାକୁ ପ୍ରଦୂଷିତ କରିଥାଏ। ପେଟ୍ରୋଲିୟମ ପ୍ରଦୂଷକ, ପେଟ୍ରୋଲ ଓ ପେଟ୍ରୋଲଜାତ ବିଭିନ୍ନ ସାମଗ୍ରୀ ଦ୍ୱାରା ସମୁଦ୍ର ଅତ୍ୟଧିକ ପ୍ରଦୂଷିତ ହୋଇଥାଏ। ପେଟ୍ରୋଲିୟମ ପଦାର୍ଥର ଉତ୍ତୋଳନ ଏବଂ ପରିବହନରେ ଅସାବଧାନତା ହେତୁ ଏଗୁଡ଼ିକ ଜଳାଶୟରେ ମିଶି ଜଳ ପ୍ରଦୂଷଣ କରାଇଥାନ୍ତି। ଜୀବଜଗତ ଉପରେ ଏହାର ପ୍ରଭାବ ଲେଖ। ଓଜୋନ ସ୍ତର କ୍ଷୟ ହେବା ଦ୍ୱାରା ସୂର୍ଯ୍ୟଙ୍କର କ୍ଷତିକାର ଅତିବାଇଗଣୀ ରଶ୍ମି ପୃଥିବୀ ପୃଷ୍ଠରେ ବିକିରିତ ହେବା ଦ୍ୱାରା ଜୀବଜଗତର ନାନା ପ୍ରକାର ସମସ୍ୟା ଦେଖାଯିବ, ଯେପରିକି ଅତି ବାଇଗଣୀ ରଶ୍ମି ସବୁଜ ଗୃହ ପ୍ରଭାବ ବୃଦ୍ଧି ସହାୟକ। ଅତି ବାଇଗଣୀ ରଶ୍ମି ବିକିରଣ ଯୋଗୁଁ ଅମ୍ଳଜାନ ହ୍ରାସ ପାଇବ। ଓଜୋନ ସ୍ତର କ୍ଷୟ ଯୋଗୁଁ ଉତ୍ପାଦନ ହ୍ରାସ ଘଟିବ। ମନୁଷ୍ୟର ଶରୀର ବିଭିନ୍ନ ଚର୍ମ ରୋଗ, ଆଖିରେ ମୋତିଆ ବିନ୍ଦୁ ଭଳି ସମସ୍ୟା ଉପୁଜିବ। ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧି ଘଟିବ। 21. ଅମ୍ଳବର୍ଷା କ'ଣ? ଏହାର ପ୍ରତିକାର ସମ୍ପର୍କରେ ବର୍ଣ୍ଣନା କର। ଅମ୍ଳବର୍ଷା ହେଉଛି ଅମ୍ଳଜନିତ ବର୍ଷା। ଏହି ବର୍ଷା ଜଳରେ ଅମ୍ଳର ସମାରୋହ ଦେଖାଯାଏ। ଏହା ଅତ୍ୟନ୍ତ କ୍ଷୟକାରୀ ଏବଂ ପରିସଂସ୍ଥା ଉପରେ ଏକ ବିପଦ ଭଳି ଦେଖାଦେଇଛି। ଅମ୍ଳବର୍ଷା ସମଗ୍ର ବିଶ୍ୱରେ ଏକ ସମସ୍ୟା ରୂପ ଦେଖାଦେଇଛି। ବିଭିନ୍ନ କଳକାରଖାନାରୁ ଗୁଡ଼ିକ କେତେଗୁଡ଼ିଏ ବିଷାକ୍ତ ଗ୍ୟାସ୍ ସିଧାସଳଖ ବାୟୁମଣ୍ଡଳକୁ ଛାଡ଼ିବା ଦ୍ୱାରା ଏହି ବିଷାକ୍ତ ଗ୍ୟାସ୍ ଜଳୀୟ ବାଷ୍ପ ସହିତ ମିଶି ବିଭିନ୍ନ ପ୍ରକାର ଅମ୍ଳ ତିଆରି କରେ। ଏହି ଅମ୍ଳଯୁକ୍ତ ଜଳବର୍ଷା ଆକାରରେ ଭୂପୃଷ୍ଠରେ ପଡ଼େ। ଏହି ବର୍ଷା ଜଳରେ ସଲଫ୍ୟୁରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍ ଏବଂ ଡାଇହାଇଡ୍ରୋକ୍ଲୋରିକ୍ ଏସିଡ୍ ଥିବା ଜଣାଯାଇ ଅଛି। ଏହି ଅମ୍ଳବର୍ଷା ଯୋଗୁଁ ବର୍ଷା ଜଳର pH କମିଯାଏ। ଅମ୍ଳବର୍ଷା ଉଭୟ ପ୍ରାକୃତିକ ଏବଂ କୃତ୍ରିମ କାରକ ଯୋଗୁଁ ହୋଇଥାଏ। ପ୍ରଥମତଃ ଜୈବିକ ପଦାର୍ଥର ଅପଘଟନ, ବିଜୁଳି ମାରିବା, ଜୀବାଶ୍ମ ଇନ୍ଧନର ଜାଳେଣୀ, ଆଗ୍ନେୟଗିରି ଉଦ୍ଗୀକରଣ, ଜଙ୍ଗଲ ନିଆଁ ଭଳି ଅନେକ କାର୍ଯ୍ୟ ଦ୍ୱାରା ବାୟୁମଣ୍ଡଳରେ ଅକ୍ସାଇଡ୍ ବୃଦ୍ଧି ପାଇବାକୁ ଲାଗେ। ଦ୍ୱିତୀୟତଃ କେତେଗୁଡ଼ିଏ ମନୁଷ୍ୟ ରହିତ କାର୍ଯ୍ୟ, କଳକାରଖାନାରୁ ନିର୍ଗତ ଗ୍ୟାସ୍, ଶକ୍ତି କେନ୍ଦ୍ରଗୁଡ଼ିକ ନିର୍ଗତ ଗ୍ୟାସ୍, ଘରୋଇ ଇନ୍ଧନ ଭଳି ମଧ୍ୟ ବାୟୁମଣ୍ଡଳରେ ଏସିଡ୍ର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରନ୍ତି। ତେଣୁ ସାଧାରଣତଃ କଳକାରଖାନାରେ ଏବଂ ସହରାଞ୍ଚଳ ପାଖାପାଖି ଅଞ୍ଚଳରେ ଅମ୍ଳବର୍ଷା ଦେଖାଯାଏ। ବର୍ତ୍ତମାନ ଆମ ଦେଶରେ ଥିବା ଆଗ୍ରାର ତାଜମହଲର ଅମ୍ଳବର୍ଷା ହେତୁ ନଷ୍ଟ ହେବାକୁ ଲାଗିଲାଣି। ଏହି ଅମ୍ଳବର୍ଷା ଯୋଗୁଁ କୀର୍ତ୍ତିସ୍ତମ୍ଭ, ବଡ଼ ବଡ଼ କୋଠାଘର ଇତ୍ୟାଦି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହାର ପ୍ରତିକାର ଅମ୍ଳକୁ କିଛି ରାସାୟନିକ କ୍ରିୟା ଦ୍ୱାରା ରୋକାଯାଇପାରିବ। ସମସ୍ତ ପ୍ରକାର ଗ୍ୟାସ୍ ଲିକ୍ ରୋକିବା ପାଇଁ ସତର୍କତା ଅବଲମ୍ବନ କରାଯିବା ଉଚିତ। ଅମ୍ଳବର୍ଷା ରୋକିବା ପାଇଁ ଅମ୍ଳ ଗ୍ୟାସ୍ ଯେଉଁଠାରୁ ବାହାରୁଛି ସେହି ପ୍ରଦୂଷଣକୁ ରୋକିବା ଦରକାର। ପ୍ରତ୍ୟେକ ଯାନବାହନରେ ମୋଟର ଯନ୍ତ୍ର ପ୍ରତି ଅଧିକ ଧ୍ୟାନ ଦେବା ଦରକାର।
ଏହାଦ୍ୱାରା ବିଷାକ୍ତ ଗ୍ୟାସ୍ ନିର୍ଗତ ପ୍ରତିହତ କରିହେବ। 22 ସବୁଜ ଗୃହ ପ୍ରଭାବ କହିଲେ କ'ଣ ବୁଝ? ଏହା ଏକ କାଚ ନିର୍ମିତ କୋଠରୀ ଯାହା ମଧ୍ୟ ଦେଇ ସୌରରଶ୍ମି ପ୍ରବେଶ କରିପାରେ। କିନ୍ତୁ ବିକିରଣ ହେବା ଫଳରେ ଦୀର୍ଘ ତରଙ୍ଗ ବିଶିଷ୍ଟ ଅବଲୋକିତ ରଶ୍ମି କାଚ ଦେଇ ବାହାରକୁ ଆସିପାରେ ନାହିଁ। ସାଧାରଣତଃ ଶୀତ ପ୍ରଧାନ ଦେଶମାନଙ୍କରେ ଉଦ୍ଭିଦ ଗୁଡ଼ିକ ଥଣ୍ଡା ପ୍ରଭାବରୁ ରକ୍ଷା କରିବା ପାଇଁ ଏହି ଜ୍ଞାନ କୌଶଳ ବ୍ୟବହାର କରାଯାଏ। ଏହି କାଚ ମଧ୍ୟ ଦେଇ କ୍ଷୁଦ୍ର ତରଙ୍ଗ ବିଶିଷ୍ଟ ସୌରରଶ୍ମି ପ୍ରବେଶ କରାଏ। ଏହି ରଶ୍ମି କୋଠରୀ ମଧ୍ୟସ୍ଥ ମୃତ୍ତିକା ଏବଂ ଉଦ୍ଭିଦ ଉପରେ ପଡ଼ି ଦୀର୍ଘ ତରଙ୍ଗ ବିଶିଷ୍ଟ ଅବଲୋହିତ ରଶ୍ମିରେ ପରିଣତ ହୁଏ, ଯାହାକି କାଚ ଦେଇ ବାହାରକୁ ଆସିପାରେ ନାହିଁ। ମୃତ୍ତିକା ପ୍ରଦୂଷଣର ମୁଖ୍ୟ ଉତ୍ସ ସମ୍ପର୍କରେ ଆଲୋଚନା କର। ନିମ୍ନଲିଖିତ ଉତ୍ସଗୁଡ଼ିକୁ ମୃତ୍ତିକା ପ୍ରଦୂଷଣର ମୁଖ୍ୟ ଉତ୍ସ ଅଟନ୍ତି। କ. କୃଷି କାର୍ଯ୍ୟରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ। ରାସାୟନିକ ସାର, କୀଟନାଶକ ଔଷଧର ବହୁଳ ବ୍ୟବହାର ହେବା ଫଳରେ ସେଗୁଡ଼ିକ ମୃତ୍ତିକା ମଧ୍ୟରେ ସଞ୍ଚିତ ହୋଇ ମୃତ୍ତିକା ପ୍ରଦୂଷଣ ଘଟାଏ। ଏଗୁଡ଼ିକ ମୃତ୍ତିକାର ଜଳ ଧାରଣ କ୍ଷମତା ଏବଂ ଫସଲ ଅମଳ କ୍ଷମତା କମାଇଥାନ୍ତି। ଏହି ରାସାୟନିକ ଦ୍ରବ୍ୟ ପ୍ରଭାବରେ ମୃତ୍ତିକା ବିଷାକ୍ତ ହୋଇଯାଏ। ଗୃହ ଆବର୍ଜନା। ପ୍ଲାଷ୍ଟିକ୍ ଉପକରଣ, ପଲିଥିନ୍ ବ୍ୟାଗ୍, ଭଙ୍ଗା ଟିଣ, କାଚ, ଅବ୍ୟବହୃତ ଯାନବାହନର ଅଂଶବିଶେଷ, ପରିବା ଚୋପା, ଅଳିଆ ଆବର୍ଜନା ଓ ବିଭିନ୍ନ ଅଦରକାରୀ ପଦାର୍ଥକୁ ସାଧାରଣତଃ ଘର ଲୋକେ ବାହାରକୁ ଫିଙ୍ଗି ଦିଅନ୍ତି। ଏଗୁଡ଼ିକୁ ମୃତ୍ତିକା ସହିତ ସହଜରେ ବିଘଟନ ନ ହୋଇ ମୃତ୍ତିକା ପ୍ରଦୂଷଣ କରିଥାନ୍ତି। ଜଳ କଳକାରଖାନାରୁ ନିର୍ଗତ ଦ୍ରବ୍ୟ। କଳକାରଖାନାରୁ ନିର୍ଗତ ଅପଜାତ ଦ୍ରବ୍ୟ ଯଥା ଅବ୍ୟବହୃତ କଞ୍ଚାମାଲ, ପାଉଁଶ, ରାସାୟନିକ ପଦାର୍ଥ ଆଦି ବିଷାକ୍ତ ପଦାର୍ଥ ମୃତ୍ତିକାରେ ମିଶିବା ଦ୍ୱାରା ମୃତ୍ତିକା ପ୍ରଦୂଷଣ ହୋଇଥାଏ। ଧାତୁ ଜାତୀୟ ଦ୍ରବ୍ୟ। ଲୁହା, ତାମ୍ବା, ଜିଙ୍କ୍, ଆଲୁମିନିୟମ ଇତ୍ୟାଦି ଅଦରକାରୀ ଧାତୁଗୁଡ଼ିକ ମୃତ୍ତିକା ଅବରୋଧ କରି ମୃତ୍ତିକାକୁ ପ୍ରଦୂଷିତ କରିଥାନ୍ତି। ଅମ୍ଳ ଓ କ୍ଷାର ପ୍ରଦୂଷକ। ବିଭିନ୍ନ ଅମ୍ଳ ଓ କ୍ଷାର ମୃତ୍ତିକା ସହିତ ମିଶି ମୃତ୍ତିକାକୁ ପ୍ରଦୂଷିତ କରିବା ସହିତ ମୃତ୍ତିକାର ଉତ୍ପାଦିକା ଶକ୍ତି ହ୍ରାସ କରାଇଥାଏ। ଓଜୋନ ସ୍ତର କ୍ଷୟ ଏବଂ ଏହାର ପ୍ରଭାବ ସମ୍ପର୍କରେ ବୁଝ। ଓଜୋନ ସ୍ତର ଜୀବଜଗତର ସୁରକ୍ଷା କବଚ ଭାବରେ ପରିଚିତ, କାରଣ ଏହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ଅତି ବାଇଗଣୀ ରଶ୍ମି ପ୍ରଭାବରୁ ଜୀବଜଗତକୁ ରକ୍ଷା କରିଥାଏ। ଏହି କ୍ଷତିକାରକ ରଶ୍ମି ସମୂହକୁ ଓଜୋନ ସ୍ତର ଅଟକାଇ ଦିଏ। ପୃଥିବୀ ପୃଷ୍ଠର ବାୟୁମଣ୍ଡଳରେ ଏକ ଛୋଟ ସ୍ତର ଦେଖାଯାଏ। ଏହି ସ୍ତରକୁ ଓଜୋନ ସ୍ତର ବୋଲି କୁହାଯାଏ। ଓଜୋନ ସ୍ତରଟି ପୃଥିବୀ ଉପରେ ଛତା ଭଳି ଚାରିଆଡ଼କୁ ଘେରି ରହି ଜୀବଜଗତର ରକ୍ଷା କବଚ ଭାବେ କାର୍ଯ୍ୟ କରେ। ଓଜୋନ ଏକ ନୀଳ ବର୍ଣ୍ଣ ବିଶିଷ୍ଟ ଓ ତୀବ୍ର ଗନ୍ଧଯୁକ୍ତ ଗ୍ୟାସ୍। ଏହା ଅମ୍ଳଜାନର କଠିନ ବା ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା ଏଇ 24 ନମ୍ବରର ଆଉ କିଛି ଆନ୍ସର ରହିଗଲା। ଓକେ, ଏଇଠି ଭିଡ଼ିଓ ସରିଯାଇଛି। ଜୟ ଜଗନ୍ନାଥ।